ମହାଲକ୍ଷ୍ମୀଙ୍କର ସ୍ୱରୂପଟା ଆସିଲା କେମିତି ଆସିଲା? ବାସ୍ତବରେ ଜଳରାଜ ବରୁଣଙ୍କର ଝିଅ କଣ ଲକ୍ଷ୍ମୀ? ହଁ ସମସ୍ତେ କହୁଛନ୍ତି ଜଳରୁ ବାହାରିଲେ ଆଉ। ନାଇଁ, ଜଳରାଜ ବରୁଣଙ୍କର ଝିଅ ହଉଛି ଅଲକ୍ଷ୍ମୀ। ଲକ୍ଷ୍ମୀ ହଉଛି ବରୁଣ ରାଜାର ପାଳିତ କନ୍ୟା। ତାହେଲେ ଲକ୍ଷ୍ମୀଙ୍କର ପ୍ରକୃତ ବାପାଟା କି? ସଜ୍ଜନ ବର୍ଗେ କହନ୍ତି ଜଳରୁ ଜାତ ହେଲେ ଚନ୍ଦ୍ର। ଚନ୍ଦ୍ରଙ୍କର ଏ ଚନ୍ଦ୍ର ହଉଛନ୍ତି ବରୁଣ ରାଜ, ଜଳର ଉତ୍ପତ୍ତି ବରୁଣ ରାଜ ପୁଅ। ନାଇଁ, ଭୁଲ। ବରୁଣର ପୁଅ ଚନ୍ଦ୍ର ନୁହଁ, ଚନ୍ଦ୍ରର ବାପା ହଉଛନ୍ତି ଅତ୍ରି, ଚନ୍ଦ୍ରର ମା ହେଲେ ଅନସୂୟା। ଅତ୍ରି ଅନସୂୟା ହେଲେ ଚନ୍ଦ୍ରର ବାପା, ଚନ୍ଦ୍ରର ବାପା ମା। ଚନ୍ଦ୍ର କେମିତି ଜନ୍ମ ହେଲା? ସେଦିନ ତୃତୀୟ ଦିନ ରଜସ୍ୱଳା ହେଇଛନ୍ତି ମା ଅନସୂୟା। ଇକ୍ଷୁ ସମୁଦ୍ରକୁ ସ୍ନାନ କରିବାକୁ ଯାଇଛି। ଦିଟା କପୋତ କପୋତୀଙ୍କର ପ୍ରେମକୁ ଦେଖି ଏ ବାବାଜୀ ଅତ୍ରିଙ୍କର ମନ ବ୍ୟାକୁଳିତ ହେଲା। ଦୌଡ଼ିଲେ ନିଜ ସ୍ତ୍ରୀ ପାଖକୁ, ଆଶ୍ରମରେ ନାହାନ୍ତି। ତୃତୀୟ ଦିନ ରଜସ୍ୱଳା ଅନସୂୟା ସ୍ନାନ ସାରି ଜଳରୁ ଉଠି ଆସୁଛନ୍ତି। ରୂପଟା ଆକର୍ଷଣୀୟ ଶୋଭା। କେମିତିଆ ଶୋଭା ହେଇଛି? ଆଉ ଗୋଟିଏ ପଦ ଗାଉଛି, ବହି ହେଲା ନୃସିଂହ ସୁଧାର ନବ। କବି ଆଉ ଗୋଟିଏ ପଦ କହିଲେ, କଲା କୋଟିଲା ବନ୍ୟାକୁ ହରି ହରି ମୁଖୀ ବିହରି ସ୍ୱାମୀ ନାଚା କାହିଁକି ଅପବିତ୍ର। ତୃତୀୟ ଦିନ ରଜସ୍ୱଳା ନାୟିକା ସ୍ପର୍ଶ କଲେ ଆପଣ ମହାପାପୀ ହେଇଯିବେ, ମୋ ନାରୀ ଧର୍ମଟା ନଷ୍ଟ ହେଇଯିବ, ପ୍ରୀତି ଅସମ୍ଭବ। ଉତ୍ତର ଦେଲେ ଅତ୍ରି ବାବା, କହିଲା ମୁଁ ତ ମୋ ସ୍ୱାମୀ, ମୁଁ ପୃଥିବୀ କନ୍ୟା, ମୋ ବାପା ହଉଛନ୍ତି ପୃଥିବୀ, ପୃଥିବୀର କନ୍ୟା ଅନସୂୟା, ପୃଥିବୀର କନ୍ୟା ହଉଛନ୍ତି ସୀତା। ତେଣୁ ଅତଏବ ଏହି ନ୍ୟାୟରେ ମୁଁ ଯଦି ପୃଥିବୀର ଝିଅ, ପୃଥିବୀ ହଉଛି ମୋ ମା, ତମେ
प्रीति करिवो स्वामी हिसाब रे आदेश नारींकर धर्म स्वामी आदेश पालिबा पालिबाटा किंतु गोटिए शर्त तुमर बिंदु टोपाए मते प्रीति कला बेले जेमती टोपाए बिंदु मो मां ऊपर न पड़ी पृथ्वी रे न पड़े बाबाजी विचार कला जाले प्रीति कले तो बिंदु स्खलन हबो निश्चित हेबो पृथ्वी रे पड़िबा असंभव भी नुहे ना ना कौन करी तथापि बाबाजी राजी कला संयम क्रिया पुरुषी ये करिले धारण अनुसया संगे हेला उन्मुक्त जे प्रेम सजन आपण मानकर बाबाजी अनुसूया प्रति प्रीति गले संयम क्रिया को धरिले संयमान आकृति हो गले बाबाजी जो प्रेम कले बिंदुटा लिंग चक्र बटे बोहिला निजे निजर साधनार बलरे बिंदु को लिंग द्वार पटे बाहरी न करी बाबाजी उठेला हृदय चक्र हृदय चक्र दे बाबाजी बिंदु जाई पहुंचला नेत्र द्वार रे बोला चक्षु रूपे बिंदु सिना जल रे भासीला समुद्र जल सेना कुति हेला देखिए पुराण कितने खाले रे ए लक्ष्मी आउ चंद्र को नहीं ये तो ऋषि लोक वरुण राजार स्त्री नीरवती शोइछंती नीरवती कोଳରେ ଶୁଆଇ ଦେଲେ पुओ झियो दीटा को ଶୁଆଇ ଦେଇ अलक्ष्मी आउ अलक्ष्मा को सांगेरे नहीं निज हस्तरे आईले अलक्ष्मी को बाहाले उद्दालक बाबा ए अलक्ष्मी टी होउची उआसी कन्या जहा को बाहाबो से मरि एवं आपणकर अलक्ष्माटा सबुदिन पाई अविवाहित होई रही गला आपण मानकर जलराज वरुणकर गर्भरे माँ नीरवती कोଳରେ खेली चलला माँ लक्ष्मी जहाँ कुमार संभव महाकाव्य प्रमाण करे दिने दिने सा परिवर्धमाना चंद्रंकर कला धारण कर दिने दिने सा दिन परिवर्तन बढ़ी चलिया कन्या लक्ष्मी बढ़ी चली
କୃଷ୍ଣ ଚରଣାର ବିନ୍ଦୁ ଭକ୍ତରସ୍ତୁ ବୈକୁଣ୍ଠ ପ୍ରାପ୍ତି ବେଳ କୁବେଳ ବଢି ଚାଲିଲା ବଢି ଚାଲିଲା ବଢି ଚାଲିଲା ଏମିତି ବଢିଲା ହଁ ବଢିଲା କି ବଢି ବଢିଲା ଆଉ ଗୋଟାଏ କଥା ଗାଉଛି ଆଚ୍ଛା ଆଚ୍ଛା କେମିତି ବଢୁଛନ୍ତି? ମୋ ଗୁରୁଦେବଙ୍କର ଲେଖା ପଦେ ଆଦ୍ୟ ଗୁରୁ ବସନ୍ତ କୁମାର ସ୍ୱାଇଁ ଆଚ୍ଛା 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 ଗୋଟିଏ ଧାଡ଼ି ଲେଖିଲେ ସର୍ବ ସୁଖେ ଦିନୁ ଦିନ ପଢିଲା କନ୍ୟାର ତନ ହେ ବଢିଲା କନ୍ୟାର ତନ ସାଗାନେ ବିମଣ୍ଡିଲା ନବ ଯୌବନ ନବ ଯୌବନରେ ଭଲା ନବ ଯୌବନ পদমা কান্তি বিধুমুখী অভ্রমুগ তিসুমতি পারিজাত কুম্ভযুক্ত অধর পূর্ণ কুচরম্ভা মন্দর নেত্র জোড়ি উজ্জৈ সভা ଦିନକୁ ଦିନ ଲକ୍ଷ୍ମୀ ବଢିଛି ଠିକ ଏତିକି ବେଳେ ଧ୍ୟାନ ଦେଇଛି ମା ଲକ୍ଷ୍ମୀ ନାରାୟଣ ନୀରବତୀ ହେଉଛି ଦକ୍ଷ ରାଜାଙ୍କର ଝିଅ ମା ସତୀ ହେଉଛନ୍ତି ହଁ ଆଜ୍ଞା ଠିକ ଅଛି ତାପ ଲାଗି ଭଲ ଲାଗେ ତାପ ଲାଗି ଭଲ ଲାଗିବ ଆଜ୍ଞା ଶୁଣନ୍ତି ନାହିଁ ଆଉ କ'ଣ ରଜରା କ'ଣ କରିବି ମୋ ଜୀବନରେ ତ ମୁଁ ଗୋଟେ ଜାଗା ଠିଆକି ବାହାରେ ମୋ ନାଁ ସିଏ ଦରକାର ନାହିଁ ସିଆର କୋଉଠି ଲୋକ ସିଏ ପାଲା ଦେଖି ଆସିବ ପେଣ୍ଡାଲ ଉପରେ ଆଉ ତମେ ଘରେ ଶୋଇବ ତମ ତାକୁ ଶୁଭୁ ନାହିଁ ସେଥିପାଇଁ କ'ଣ ହୋତା ନାହିଁ ତମେ ଘରେ ଶୋଇକି ପାଲା ଦେଖିବ ଏଇଟା ଶିବ ଶୁଭୁନି ସେଠି କ'ଣ ଅଛି ଆଚ୍ଛା ଆପଣମାନଙ୍କୁ ଶୁଭୁଛି ନା ନାହିଁ କୁହନ୍ତୁ ମୋର ସେତିକି ଯଥେଷ୍ଟ ଆଉ ସେ ପୁଅ ଯଦି ଏଇ ଛାତିରେ ଦିଆ ବଟନ ଫୋନ୍ ଆଣିଥାନ୍ତି ମୁଁ ଗୋଳେଇ ଦେଇଥାନ୍ତି ଆଚ୍ଛା ସେ ଯୋଉଠି ଆଣିଛି ମୁଁ କାନରେ ଲଗେଇଲେ ଏଇଟା ଷଣ୍ଢ ତୁଣ୍ଡି କି ବଳଦ ତୁଣ୍ଡି ମୁହଁକୁ ତୁଣ୍ଡି ବାନ୍ଧିଲା ଭଳିଆ ହବ ତେଣୁ ଏଗୁଡ଼ା ମୋତେ ସୁଟ୍ କରିବନି ମୁଁ ଯଦି କହିଲି ବାରେ ଯାହା ଅଛି ଭଲ ଅଛି এইটা ମୋ ମୁଣ୍ଡରେ ତୁ ଦେନି ମୁଁ ବଳଦ ହେଇଯିବି ଏଇଟା ତୁଣ୍ଡି ହେଇଯିବି ରହ 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 ତେଣୁ ଠିକ ଏତିକି ବେଳେ ମା ନୀରବତୀ ପାହାକୁ ଶିବ ଯାଇକି ପହଞ୍ଚିଲେ କାହିଁକି ଶିବ ହଉଛନ୍ତି ଭିଣେଇ ନୀରବତୀ ହଉଛି ଶାଳୀ ବରୁଣ ରାଜା ସ୍ତ୍ରୀ ସେତିକି ବେଳେ ନୀରବତୀ ଦେଖୁଛି ଝିଅର ସୌଭାଗ୍ୟ ଯାହାହେଲେ 10-50ଟା ଶ୍ଲୋକ ନ ଗାଇଲେ କ'ଣ ପାଲା ସର୍ବଦ୍ରବ୍ୟ ଉପମା ସମୁଚୟନ ପ୍ରଦେଶ ବିନିବେଶିତାନ ବିଶ୍ୱଶ୍ରୁକୁ ପ୍ରଯତ୍ନା ଦେବସ୍ତ ସୌନ୍ଦର୍ଯ୍ୟ ଖରାଇବ ମା ଦେଖିଦେଲା ମୋ ଝିଅ ବିବାହ ଯୋଗ୍ୟା ହେଲାଣି ସର୍ବଦେହରେ ଯୌବନ ପରିଭାଷ ପରିସ୍ଫୁଟ ହେଉଛି
ଯଦି ଏବେ ବି ଗୋଟେ ଯୋଗ୍ୟ ବରଟିଏ ପାଆନ୍ତି ସାଙ୍ଗେ ସାଙ୍ଗେ ବାହାଘର କରିଦିଏ। ବିଭାଘର କରିଦିଅନ୍ତି। ଆଜ୍ଞା ଯାହାର ଧର୍ମ ଥିବ ସେ ବାହାଘରକୁ ଧରିବ, ଯାହାର ଧର୍ମ ନାହିଁ ମୁଁ ଏ ବର୍ଷ ଝିଅ ବାହାଘର କରିପାରିବି। ବାପା ବାପା ଅର୍ଜିତ ଜମିବାଡ଼ି ଖଣ୍ଡେ ବିକିବ, ନହେଲେ ଆଉ 2-3 ବର୍ଷ ଯାଉ ମୂଲ ଲାଗି କିଛି ଟଙ୍କା ସଞ୍ଚୟ କଲେ ମୁଁ ଝିଅ ବାହାଘର। ୟା ସ୍ୱାମୀ ତ ରତ୍ନାକର, ବରୁଣଙ୍କର ସମୁଦ୍ରର ଅନ୍ୟ ନାମ ରତ୍ନାକର, ତେଣୁ ହଜାର ହଜାର ରତ୍ନ ପୁଇ ରହିଛି, ତାର କଣ ଆଉ ଅଭାବ ଅଛି? କିଛି ନାହିଁ। କହିଲା ଯୋଗ୍ୟ ବର ଏଇଠି ଯଦି ସାଙ୍ଗେ ସାଙ୍ଗେ ଆସୁ ସେତିକି ବେଳେ ସାଙ୍ଗେ ସାଙ୍ଗେ ମୋ ଝିଅକୁ ୟା ସାଙ୍ଗରେ ବାହା ଦେଇ ଦିଅନ୍ତୁ। ପହଞ୍ଚି ଯାଇଛନ୍ତି ଶଙ୍କର ଭଗବାନ। କହିଲେ ନିରଲୋ ବାପା ହଁ ହଁ ବାପା ନୁ ମଉସା ଡାକି ମା ପରା ମା ଡାକି ଆଉ କଣ ଆଜ୍ଞା ନିର୍ଲଜ କୋଠିକା। ମୁଁ ପ୍ରଥମରେ କହୁଛି କଣ କହିଛି? କଣ କହିଲେ ଆପଣ? ଶିବ ହେଲେ ଭେଣେଇ, ନିରବତୀ ହଉଛି ଶାଳୀ। ଶିବ ଡାକୁଥିଲେ ମା, ନାଇଁ 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 ଭେଣେଇ ବୋଲି ଡାକିଲେ ନା ଭାଇ ନା ଏଇଠି ମୁଣ୍ଡିଆ ମାନୁଛି। ଏଇଠି ମୁଣ୍ଡିଆ ଟିକେ ନା କୁଆଡେ କେମିତି ଆସିଗଲ ଯେ ନା ଶାଳୀ ଘରକୁ ଭେଣି ଆସିବା ମନା? ନାଇଁ ମା ଆସିଲ ଯେ କେମିତି ଆସିଲ? ବାଇକରେ ଆସିଲ ନା ଆଉ କେମିତି ଆସିଲ? ମୋ ବାଇକଟା କଣ ତୁ ଜାଣିନୁ? ସତ କଥା ଆଉ ଷଣ୍ଢ ବିନା ତେଲରେ ତ ସେଟା ଆସିବ। ଓ ଷଣ୍ଢ ବିନା ତେଲରେ ଆସିବ? ଆଉ କଣ ତେଲ ନ ପକେଇଲେ ଚଳିବ। ତୁ ପଦେ ପଦେ କହୁଛୁ ଆଉ ଏଇଟା ଘରେ ତ ଭାରିଜା ତୋତେ ଶିଖେଇଛି। କେତେ କାମରେ ଆସିଲ? ଶଙ୍କର ଭଗବାନ କହିଲେ କାମ କଥା ଛାଡି, ତୁ ଏଇ ଲାଗେ କଣ କହୁଥିଲୁ? ମୁଁ ତମେ ଦେଖିପାରୁନ କି ମୋର କନ୍ୟାଟିଏ, ତାର ସୌନ୍ଦର୍ଯ୍ୟ ଦେଖିକିରି ମୋ ମନ ଭାରି ଆନନ୍ଦ। ଯଦି ମନସ୍ଥ କରିଛି ଗୋଟେ କଥା ଭାବିଛି ଯେ ମୋ କଥାଟାକୁ ହେଇପାରିବ କି ନ ପାରିବ କି ଜାଣି। କଣ କହୁଛୁ? ମନସ୍ଥ କରିଛି ମୋ କନ୍ୟାଟି ତ ସୁନ୍ଦରୀ, ବୟସ ହେଇଗଲାଣି, ଗୋଟିଏ ବର ପାତ୍ରଟେ ଯୋଗାଡ଼ ଯଦି ହଅନ୍ତା ବାହା କରିଦିଅନ୍ତି। ଶିବ ଉତ୍ତର ଦେଲେ ଏତେ ଚିନ୍ତା କଣ କରୁଛୁ? ମେ ହୁଁ ନା ଆଚ୍ଛା ଆଲୋ ମୁଁ ପରା ଅଛି। ତମେ ନିରବତୀ କହିଲା ତମକୁ ଲାଜ ଲାଗୁନି? ତମେ ପରା ତା ମଉସା ହବ। ମଉସା ଝିଅର ଝିଆରୀ ସାଙ୍ଗରେ କଣ କେବେ ବିବାହ ସମ୍ଭବ? ହୋଇପାରିବ ନାହିଁ। ହସି ଦେଲେ ଶିବ କହିଲା ଆଲୋ କାହାର କିଏ ଝିଆରୀ? ମୋର ମାକୁ ମୋହରି ଗଢିଲି ସଂସାର ମୋ ଏଣୁ କରି ନ ଜାଣି କିଏ ମୋ ଭୟର ଶିବ କହିଲେ ମୋ ମାକୁ ଧରିକି ମୁଁ ସଂସାର କରିଛି, ମୋର ବାପା କିଏ ମୁଁ ଜାଣିନି। ଯେ ନିଜ ମାକୁ ହରି ମାତୃହରଣ ଦୋଷ ଜାଟି ଲାଗିଛି, ଝିଆରୀକି ବାହାବାରେ କଣ ଅଛି? ପ୍ରାଣ ବିକଳରେ ଦୌଡ଼ି ନିରବତୀ ଆଉ ଲକ୍ଷ୍ମୀ ମା ଝିଅ ଘର ପ୍ରବାହ ପାଇଁ ଘର ଭିତରେ ନାରାୟଣକୁ ଭଜିଲେ। ନାରାୟଣକୁ କେମିତି ଭଜିଲେ? ଆଉ ଗୋଟିଏ ପଦ ଛାନ୍ଦ ଆପଣ ମାନଙ୍କର ଦିନ କୃଷ୍ଣ ଦାସ ଆରତ ତ୍ରାଣ 34 କ୍ଷମାନିଧି ଗିବାରେ କ୍ଷମମୁ ଶ୍ରୀ